ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କର ଗୋଟେ ଡାଉଟ୍ ଏବଂ ମ୍ୟାକ୍ସିମମ୍ ପିଲାଙ୍କର ବ୍ୟାକ୍ ଟୁ ବ୍ୟାକ୍ ମେସେଜ ଆପଣଙ୍କର ଆସୁଛି ଏଇ ସବୁ ଟପିକକୁ ନେଇକି। ଯେମିତିକି ନମ୍ବର ୱାନ୍, ସାର୍ ଆଗାମୀ ବର୍ଷ ପାଖରୁ ବା ଏଇ ବର୍ଷ ପାଖରୁ ଆମେ କ'ଣ ଆଉ ପ୍ରାଇଭେଟ୍ ବିଏଡ୍ ଆଡ଼ମିସନ୍ କରିପାରିବୁନି? ଯେମିତି ଆନ୍ଧ୍ରା ବିଏଡ୍ ହେଇଗଲା, କାଶ୍ମୀର ବିଏଡ୍, ଛତିଶଗଡ଼ ବିଏଡ୍ ବା ଯାହା ବି କର୍ଣ୍ଣାଟକ ବିଏଡ୍, ଆପଣଙ୍କର ୱେଷ୍ଟ ବେଙ୍ଗଲ ବିଏଡ୍, କ'ଣ ଆମେ ଆଉ ବିଏଡ୍ ପ୍ରାଇଭେଟ୍ରେ ଆଡ଼ମିସନ୍ କରିପାରିବୁନି? କ'ଣ ସାର୍ ସବୁ ବିଏଡ୍ ଆଡ଼ମିସନ୍ କରିବା ପାଇଁ କମ୍ପଲସରି ଆମକୁ ଏକ୍ଜାମ୍ ଦେବାକୁ ଆପଣଙ୍କର ପଡ଼ିବ, ଯାହାକି ଏନ୍ଟିଏ ଆପଣଙ୍କର କରିବ? ସାର୍ ଏଇ ବର୍ଷ ପାଖରୁ ଆପଣଙ୍କର ସିଟି ଏକ୍ଜାମ୍ ଆଉ ହବନି କି? ନା ଏଇ ବର୍ଷ ଆପଣଙ୍କ ଲାଷ୍ଟ ଟାଇମ୍ ପାଇଁ ଆପଣଙ୍କର ହବ? ସାର୍ ଓଡ଼ିଶାରେ ବି କ'ଣ ଆଉ ବିଏଡ୍ ପରୀକ୍ଷା ଆପଣଙ୍କର ହବନି? ଡାଇରେକ୍ଟଲି ଏନ୍ଟିଏ ଆପଣଙ୍କର ପରୀକ୍ଷା କରେଇବ? ସାର୍ ପାର୍ଟ ଟାଇମ୍ ବିଏଡ୍ ଆପଣଙ୍କର କହିଲେ କ'ଣ? ପାର୍ଟ ଟାଇମ୍ ଏମ୍ଏଡ୍ ଆପଣଙ୍କର କହିଲେ କ'ଣ? ଯେତିକି ବି ଆନ୍ଧ୍ରା ବିଏଡ୍ ଆପଣଙ୍କର ରହିଲା, ଅ, ହରିୟାଣା ଆପଣଙ୍କର ବିଏଡ୍ ହେଇଗଲା, କୁରୁକ୍ଷେତ୍ର, କର୍ଣ୍ଣାଟକ, କାଶ୍ମୀର ବିଏଡ୍, ସାର୍ ସବୁ ବିଏଡ୍ କ'ଣ କ୍ଲୋଜ୍ ହେଇଗଲା? ସାର୍ ଆମେ ବର୍ତ୍ତମାନ ଆପଣଙ୍କର ଆଡ଼ମିସନ୍ କରିଛୁ, ଅଲରେଡ଼ି ପଢ଼ୁଛୁ, ଆମ ପାଇଁ କିଛି ପ୍ରୋବ୍ଲେମ୍ ହବ କି? ତ ଯେତିକି ବି ଆପଣଙ୍କର ଡାଉଟ୍ସ ରହିଛି, ଗୋଟିଏ ଗୋଟେ ଡାଉଟ୍ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କ୍ଲିୟର କରେଇବି। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ଆପଣ ଜଣାଇଦେବେ, ଯୋଉଦ୍ୱାରା କି କାହାରି ବି ଆପଣଙ୍କର ଡାଉଟ୍ ବୋଲି କିଛି ରହିବନି। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଡେଡିକେଟେଡଲି ଯଦି ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି ନା, ଏବେ ହିଁ ଆପଣ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯୋଉଦ୍ୱାରା କି ସବୁଦିନ ଆପଣ 8ରୁ 9 ଘଣ୍ଟା ଆପଣ କ୍ଲାସ୍ କରିପାରିବେ। ଏବଂ ଯଦି ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଛନ୍ତି, 8895154969 ଏଇ ନମ୍ବରରେ ହାଇ ଲେଖିଦେବେ ହ୍ୱାଟ୍ସଅପ୍ରେ, ଆପଣଙ୍କୁ ଅଟୋମେଟିକାଲି ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପର୍ସନାଲି ମେସେଜ୍ କରିବାର ଲିଙ୍କ୍ ମଧ୍ୟ ମିଳିଯିବ। ଏବଂ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ବନ୍ଧୁଗଣ ଦେଖନ୍ତୁ, ଫାଷ୍ଟ ଅଫ୍ ଅଲ୍ ଆପଣଙ୍କ ମନରେ ଏଇ ଯେଉଁ ଡାଉଟ୍ ଆପଣଙ୍କର ସବୁ ଆସୁଛି, ଏଇ ଡାଉଟ୍ ଆସିବାର ମେନ୍ ରିଜନ୍ ଆପଣଙ୍କର ହେଉଛି ଏନ୍ସିଟି ତରଫରୁ ଆପଣଙ୍କର ଗୋଟିଏ ନୂଆ ଗାଇଡ଼ଲାଇନ୍ ଆପଣଙ୍କର ଇସ୍ୟୁ କରାହେଇଛି। ଏନ୍ସିଟି ଆପଣଙ୍କର କ'ଣ? ଧରାଯାଉ ଆପଣ ଗୋଟେ ସିଟି କଲେଜ ଆପଣଙ୍କର ଖୋଲିବେ, ବିଏଡ୍ କଲେଜ ଆପଣଙ୍କର ଖୋଲିବେ, ପାରମିସନ୍ ଆପଣଙ୍କର କାହାରି ନା କାହାରି ଦରକାର କି ନାହିଁ? ଦରକାର। ତ ଯେଉଁ ପାରମିସନ୍ ଗୁଡ଼ା ଆପଣଙ୍କର କିଏ ଦିଏ ନା, ଏନ୍ସିଟି ଆପଣଙ୍କର ଦିଏ। ଯଦି ଆପଣ କୌଣସି ବି ଜାଗାରେ ସିଟି, ବିଏଡ୍, ବିପିଇଡି କିଛି ବି କରିବେ, ଆଉ ଏନ୍ସିଟିର ଏପ୍ରୁଭାଲ୍ ଆପଣଙ୍କର ସେଇ କଲେଜରେ ନାହିଁ, ଦେନ୍ ଆପଣଙ୍କର ସାର୍ଟିଫିକେଟ୍ ଭ୍ୟାଲିଡ୍ ନୁହେଁ। ତ ଆପଣ ଦେଖିବେ, ଆପଣଙ୍କର ଯଦି ଆପଣ ଏନ୍ସିଟିର ଅଫିସିଆଲ ୱେବସାଇଟ୍କୁ ଆପଣଙ୍କର ଯିବେ, ଏଇଠି ଆପଣ ଦେଖିପାରିବେ ଏନ୍ସିଟି ତରଫରୁ ଆପଣଙ୍କର ନୂଆ ଗାଇଡ଼ଲାଇନ୍ ଆପଣଙ୍କର ଇସ୍ୟୁ କରାହେଇଛି। କେଉଁଥିପାଇଁ ନା, ଆଗାମୀ ଦିନରେ ଯେଉଁ ଆପଣଙ୍କର ବିଏଡ୍, ବିଏଚ୍ଡି, ଆପଣଙ୍କର ଏମ୍ଏଡ୍ ହେଇଗଲା ଯେଉଁ ରହିବ, ତା ସମ୍ପର୍କରେ ଆପଣ ଦେଖିପାରୁଛନ୍ତି ଏଇଟା ଏନ୍ସିଟିର ଆପଣଙ୍କର ଡ୍ରାଫ୍ଟ ଆପଣଙ୍କର ଗୋଟେ ଦେଖିପାରୁଛନ୍ତି, ଏଇଟା ରେଗୁଲେସନ୍ ଆପଣଙ୍କର। ଠିକ୍ ଅଛି। ତ ମୁଁ ଆପଣଙ୍କର ଗୋଟେ ଗୋଟେ ଆପଣ ନିଜେ ନିଜେ ଏହାକୁ ଡାଉନଲୋଡ୍ କରିକି ପଢ଼ିପାରିବେ, ବଟ୍ ମୁଁ ଗୋଟେ ଗୋଟେ ଆପଣଙ୍କର ଡାଉଟ୍କୁ କ୍ଲିୟର କରୁଛି ଆଗ ଆପଣଙ୍କର। ଦେଖନ୍ତୁ, ନମ୍ବର ୱାନ୍ ଡାଉଟ୍ କି ସାର୍ ପ୍ରାଇଭେଟ୍ ବିଏଡ୍ ଆଡ଼ମିସନ୍ ଆପଣଙ୍କର ହବନି କି? ଆଉ ବିଲକୁଲ ହବ। ଆପଣମାନେ ଜମାରୁ ବି ଅରିଡ୍ ହୁଅନ୍ତୁ ନାହିଁ। ଦୁନିଆରେ ଧର ଯେଉଁ ଆମେ କହିବା ଆପଣଙ୍କର ଭାରତରେ ଆପଣଙ୍କର ପ୍ରାଇଭେଟ୍ ଆପଣଙ୍କର ଯେତିକି ବି ସଂସ୍ଥା ଅଛି ସବୁ ବନ୍ଦ କରିଦେବା, ଲୋକମାନେ କୁଆଡ଼େ ଯିବେ? ଚିନ୍ତା କରିପାରୁଛନ୍ତି ନା? କୁଆଡ଼େ ଆପଣଙ୍କର ଯିବେ? ଯିବେ କୁଆଡ଼େ? ତେଣୁକରି ପ୍ରାଇଭେଟ୍ ବିଏଡ୍ ଆଡ଼ମିସନ୍ ଆପଣଙ୍କର କିଛି ବି ଆପଣଙ୍କର ବନ୍ଦ ହେବନି। ଆପଣମାନେ ଯେମିତି ଆପଣଙ୍କର ଆଡ଼ମିସନ୍ କରୁଛନ୍ତି, ଆଚ୍ଛା ହଁ, ଆଗ ଆପଣଙ୍କ ମନର ଡାଉଟ୍ କି ସାର୍ ଏଇ ଜିନିଷ ଗୁଡ଼ା କେବେଠୁ ଲାଗୁ ହେବ? ଦେଖନ୍ତୁ, ଏଇ ଜିନିଷ ଗୁଡ଼ା ଏଇ ସେସନ୍ରୁ ଆପଣଙ୍କ ଲାଗୁ ହେବ ନାହିଁ। ପ୍ରଥମ ଜିନିଷ ଆପଣଙ୍କ ମନରେ ମୁଁ ଡାଉଟ୍ ଆପଣଙ୍କର କ୍ଲିୟର କରିବା ପାଇଁ ଚାହିଁବି, ଏଇ ସେସନ୍ ମାନେ 2025-26ରେ ଆପଣଙ୍କର ଯେଉଁ ଆଡ଼ମିସନ୍ ହେବ, ମାନେ ଏଇ ବର୍ଷ ଗୁଡ଼ା କିଛି ଆପଣଙ୍କର ହେବାର ନାହିଁ। ଠିକ୍ ଅଛି। ତ ଆପଣଙ୍କର ମନର ପ୍ରଥମ ଡାଉଟ୍, ସାର୍ ଏଇ ବର୍ଷ ପାଖରୁ ହବ କି, ଲାଗୁ କେବେଠୁ ହବ? ଏଇ ବର୍ଷ ପାଖରୁ ଏଗୁଡ଼ା ଆପଣଙ୍କର ଲାଗୁ ହବନି। ଏଇ ସେସନ୍, ଏଇ ଜିନିଷ ଗୁଡ଼ା ଆପଣଙ୍କର ଯାହା କିଛି ବି ମୁଁ ଆପଣଙ୍କୁ ବର୍ତ୍ତମାନ କହିବି, ଏଗୁଡ଼ା ନେକ୍ସଟ ସେସନ୍ 2026-27 ସେସନ୍ରୁ ଆପଣଙ୍କୁ ଲାଗୁ ହବ। ତେଣୁକରି ଆପଣମାନେ ବିନ୍ଦାସ ଏଇ ବର୍ଷ ବିଏଡ୍ରେ, ସିଟିରେ, ବିଏଚ୍ଡିରେ ଆପଣ ସିୟୁଇଟି ବିଏଡ୍ରେ, ଇଗ୍ନୁ ବିଏଡ୍ରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ଆଗ ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ କ୍ଲାସ୍ କରନ୍ତୁ। ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିପାରିବେ। ଠିକ୍ ଅଛି। ବିଲକୁଲ। ତ
ଆପଣଙ୍କ ମନରେ ଯୋଉ ଡାଉଟ୍ ରହିଛି କି ସାର୍ ଏଇ ବର୍ଷ ପାଖରୁ ହବ କି, ତ ଏଇ ବର୍ଷ ପାଖରୁ ଏଗୁଡ଼ା କିଛି ହେବନି, ଏସବୁ ଗୁଡ଼ା ନେକ୍ସଟ ସେସନ୍ ପାଖରୁ ଆପଣଙ୍କର ହବ, ମାନେ 2026-27 ସେସନ୍ ପାଖରୁ ଆପଣଙ୍କର ହବ। ଡାଉଟ୍ ନମ୍ବର 1 କ୍ଲିୟର ଆପଣଙ୍କର? ଏବେ ସାର୍ ଆମର ପ୍ରାଇଭେଟ୍ ବିଏଡ୍ ଆଡମିସନ୍ ବନ୍ଦ ହେଇଯିବ କି? ବିଲକୁଲ ବି ଆପଣଙ୍କର ହବନି। ଆପଣ ମାନେ ବିନ୍ଦାସ ଯେମିତି ଆଡମିସନ୍ କରୁଛନ୍ତି ସେମିତି ଆପଣଙ୍କର କରିବେ। ଏକ୍ସାମ୍ପଲ ମୁଁ ଆପଣଙ୍କୁ ଗୋଟେ ବୁଝଉଛି ଦେଖନ୍ତୁ ହେଲା। ବର୍ତ୍ତମାନ CUET ବିଏଡ୍ ଆପଣଙ୍କର ଆପ୍ଲାଏ ଅଲରେଡି ସରିଗଲାଣି। 2 ବର୍ଷିକିଆ CUET ବିଏଡ୍ ଅଲରେଡି ଆପଣଙ୍କର ଆପ୍ଲାଏ ଅଛି ନା ସରିଗଲାଣି? ଅଲରେଡି ସରିଗଲାଣି। ପରୀକ୍ଷା ତାଙ୍କର ମାର୍ଚ୍ଚ ମାସରେ ଆପଣଙ୍କର ହବ। ଏବେ 4 ବର୍ଷିକିଆ ବିଏଡ୍ ପାଇଁ ଆପଣଙ୍କର ଆପ୍ଲାଏ ଚାଲିଛି। ଗତକାଲି ଅଲରେଡି ମୁଁ ଆପଣଙ୍କ ପାଇଁ ଭିଡ଼ିଓ ବନେଇ ଦେଇଛି। IIT ରେ କେମିତି ଆପଣ ପଢ଼ିବେ ଭିଡ଼ିଓ ବନେଇଛି, ଦେଖି ନାହାନ୍ତି ଆପଣ ଦେଖିଦେବେ। ଠିକ୍ ଅଛି, ତ ଆପଣ ଚିନ୍ତା କରନ୍ତୁ ହେଲା। CUET ଆପଣଙ୍କର ବିଏଡ୍ ଆପଣଙ୍କର ବାହାରିଲା। ୟାକୁ କିଏ କରାଉଛି ଆପଣଙ୍କର ପରୀକ୍ଷା? NTA ଆପଣଙ୍କର କରାଉଛି ନା କିଏ କରାଉଛି? NTA କରାଉଛି। ତ ଏଥିରେ କ'ଣ ସବୁ ୟୁନିଭର୍ସିଟି ଆପଣଙ୍କର ପାର୍ଟିସିପେଟ୍ କରୁଛନ୍ତି? ସବୁ ୟୁନିଭର୍ସିଟି ଆପଣଙ୍କର କରୁଛନ୍ତି? କରୁନାହାନ୍ତି। କାହିଁକି ନା ଏଇଟା ଡିପେଣ୍ଡ କରୁଛି ତାଙ୍କ ଉପରେ। ସେମାନେ ପାର୍ଟିସିପେଟ୍ ଆପଣଙ୍କର କରିବେ ତ କରିବେ, କରିବେ ନାହିଁ ତ କରିବେ ନାହିଁ। କେହି କାହାରିକୁ ବାଧ୍ୟ କରିପାରିବେନି। କଲେ ତାଙ୍କର ବେନିଫିଟ୍। ଦେଖନ୍ତୁ, ଯଦି ଆମେ ୟୁନିଭର୍ସିଟିଜ୍ କଥା ଆପଣଙ୍କର ଦେଖିପାରିବେ ଏଠି ଭାରତର ଟପ୍ ମୋଷ୍ଟ କଲେଜ, ମ୍ୟାକ୍ସିମମ୍ କଲେଜ ୟୁନିଭର୍ସିଟି ଆପଣଙ୍କର ଏଥିରେ ପାର୍ଟିସିପେଟ୍ ଆପଣଙ୍କର କରୁଛନ୍ତି 2 ବର୍ଷିକିଆ ଆପଣଙ୍କର ବିଏଡ୍ ପାଇଁ। ଠିକ୍ ଅଛି, ତାମାନେ କ'ଣ ସବୁଗୁଡ଼ା କରୁଛନ୍ତି କି? ଯେମିତି ଆମ ଓଡ଼ିଶାରେ ଧରାଯାଉ, ଆମ ଓଡ଼ିଶାର କେବଳ ଗୋଟିଏ ମାତ୍ର କଲେଜ ଯୋଉଟା ଆପଣ ଦେଖିଥିବେ ଆପଣଙ୍କର କୋରାପୁଟ, ଆପଣଙ୍କର ଗୋଟିଏ ମାତ୍ର ଆପଣଙ୍କର ହେଇଛି ନା? ନା ଆପଣଙ୍କର ଆଉ କିଛି ଆପଣଙ୍କର ଅଛି? ଆଉ କିଛି ଏଥିରେ ଅଛି? ଆଉ କିଛି ଆପଣଙ୍କର ଏଥିରେ ପାର୍ଟିସିପେଟ୍ ହିଁ ଆପଣଙ୍କର କରିନାହାନ୍ତି। କରୁଛନ୍ତି ନାଇଁ? ତ ଆପଣମାନଙ୍କ ମନରେ ଯୋଉ ଡାଉଟ୍, ସାର୍ ଆମେ ଯୋଉ ଆପଣଙ୍କର କରିବୁ, ଯୋଉ ଆନ୍ଧ୍ରା ବିଏଡ୍ ହେଲା, କର୍ଣ୍ଣାଟକ ଆପଣଙ୍କର ବିଏଡ୍, କାଶ୍ମୀର ବିଏଡ୍, କ'ଣ ସେଇ ସବୁ ବିଏଡ୍ ଆଡମିସନ୍ ଆଉ କରିହବନି? ବିଲକୁଲ କରିହବ। ଡିପେଣ୍ଡ କରେ ପୁରାପୁରି ୟୁନିଭର୍ସିଟି ଉପରେ। ତାଙ୍କର ସେମାନେ ଚାହିଁବେ ଯେ ମୁଁ NTA ଦ୍ୱାରା କରେଇବା ପାଇଁ ଚାହିଁବି, ଦେନ୍ ସେ କରେଇ ପାରିବ। ସେ କହିବ ନା ମୁଁ କରେଇବିନି, ତାର ଇଚ୍ଛା, ତାର କିଛି ଅସୁବିଧା ନାହିଁ। ଠିକ୍ ଅଛି, ନେକ୍ସଟ ସାର୍ କମ୍ପଲସରି NTA ଆପଣଙ୍କର ଏକ୍ଜାମ ଆପଣଙ୍କର କରେଇବ କି? କରିଲେ ତ ବହୁତ ହି ଭଲ ମୋ ମତରେ। ଯଦି କରେଇବା କଥା ବହୁତ ହି ଭଲ। ଠିକ୍ ଅଛି, କିନ୍ତୁ ଏଇଟା ହବନି। ସବୁ ୟୁନିଭର୍ସିଟି ଆପଣଙ୍କର କମ୍ପଲସରି ଆପଣଙ୍କର ପାର୍ଟିସିପେଟ୍ କରିବା ପାଇଁ ଚାହିଁବେନି, ତାଙ୍କର ଇଚ୍ଛା। ସେମାନେ ଆପଣଙ୍କର କରିବା ପାଇଁ ଚାହିଁଲେ କରିବେ, ନହେଲେ ଆପଣ ବହୁତ ସିମ୍ପଲ ଫାଣ୍ଡା ଦେଖନ୍ତୁ ହେଲା। ବର୍ତ୍ତମାନ 4 ବର୍ଷିକିଆ ଆପଣଙ୍କର ବିଏଡ୍ ବାହାରିଛି ନା ବାହାରିନି? 4 ବର୍ଷିକିଆ ବିଏଡ୍ ଆପଣଙ୍କର ବର୍ତ୍ତମାନ ଆପ୍ଲାଏ ଚାଲିଛି ନା? ଏବେ ଏଥିରେ ରିଜନାଲ ବିଏଡ୍ ଆପଣଙ୍କର ପୁଣି ସେପାରେଟ ଆପଣଙ୍କର ଏକ୍ଜାମ ହବ କି ନାହିଁ? ହବ ନା? ନା ହବନି? ହବ। ୟାକୁ କିଏ କରାଉଛି 4 ବର୍ଷିକିଆ ବିଏଡ୍? CUET ଆପଣଙ୍କର CUET ବିଏଡ୍ ଯୋଉଟା ଆମେ କହୁଛେ, ଏଇଟା NTA ଆପଣଙ୍କର କରାଉଛି। ପୁଣି ସେପାରେଟଲି ଆପଣଙ୍କ ରିଜନାଲ ବିଏଡ୍ ଆପଣଙ୍କର ହବ। ଆଉ ଏଇ ରିଜନାଲ ବିଏଡ୍ ଟାକୁ ମଧ୍ୟ ଆପଣଙ୍କର NTA କରିବ। ଦେନ୍ NTA କାହିଁକି ଅଲଗା ଅଲଗା କରାଉଛି? କାହିଁକି ନା ଇନକମ୍ ଅଧିକ। ଯଦି ଗୋଟେ ଜାଗାରେ ହିଁ ଆପଣଙ୍କର କରିଦିଆଯାଏ ଦେନ୍ ମଧ୍ୟ ଇନକମ୍ ହବ। କିନ୍ତୁ ରିଜନାଲ ବାଲା ତାଙ୍କର କହିବେ ନା ଆମର ଏକ୍ଜାମ ଅଲଗା କରେଇବୁ, ତ ତାଙ୍କର ଏକ୍ଜାମ ସେମାନେ ଅଲଗା କରେଇବେ। କାହିଁକି ନା ସେମ୍ ପ୍ୟାଟର୍ନକୁ ସେମାନେ ଆପଣଙ୍କର ଫଲୋ କରୁଛନ୍ତି। ଏବେଠୁ ନୁହେଁ, 2014ରୁ ଆପଣଙ୍କର ଫଲୋ କରୁଛନ୍ତି। ତ ଡିପେଣ୍ଡ କରୁଛି ସମସ୍ତଙ୍କ ଉପରେ ଯେ ସେମାନେ ଆପଣଙ୍କର କେମିତିକା ଆଡମିସନ୍ କରେଇବେ। ଠିକ୍ ଅଛି, ତ ମୋ ମତରେ ତ ଆପଣଙ୍କର ଏମିତି ଦେଖନ୍ତୁ, ମୋ ମତରେ ଏମିତି ହେଲେ ଭଲ। ଯେମିତି ଏବେ ବି ଏଣ୍ଟ୍ରାନ୍ସ ହେଉଛି, ଆଗାମୀ ଦିନରେ ମଧ୍ୟ ଆପଣଙ୍କର ଏଣ୍ଟ୍ରାନ୍ସ ହବ। ବିନା ଏଣ୍ଟ୍ରାନ୍ସରେ ଆଉ ଆଡମିସନ୍ ଆପଣଙ୍କର ହେଉଛି କି? ଏବେ ମାର୍କ ବେସିସ୍ରେ ଆପଣଙ୍କର ଆଡମିସନ୍ ହେଉଛି। 2014 ପୂର୍ବରୁ ହେଉଥିଲା। 2014 ପାଖରୁ ଯେବେଠୁ ଆପଣଙ୍କର ଏଇ ଯୋଉ ଏଣ୍ଟ୍ରାନ୍ସ ସିଷ୍ଟମ ଲାଗୁ ହେଇଛି, ଆପଣଙ୍କର ମାର୍କ ବେସିସ୍ରେ ଉଠି ଯାଇଛି। ଯାହା ବି ଆପଣ ସିଟି ପଢ଼ନ୍ତୁ କିମ୍ବା ବିଏଡ୍ ପଢ଼ନ୍ତୁ, ବିନା ଏଣ୍ଟ୍ରାନ୍ସରେ ଆପଣ ଆଡମିସନ୍ କରିପାରୁଛନ୍ତି କି? କରିପାରୁନାହାନ୍ତି। ଗଭର୍ଣ୍ଣମେଣ୍ଟ କଥା ମୁଁ କହୁଛି, ପ୍ରାଇଭେଟରେ ତ ଆପଣମାନେ ଏମିତି ବି ଆଡମିସନ୍ କରିପାରୁଥିଲେ, ଆଗାମୀ ଦିନରେ ମଧ୍ୟ କରିବେ। କିନ୍ତୁ ଆପଣମାନେ କହିବେ ସାର୍ ପ୍ରାଇଭେଟରେ ମଧ୍ୟ ଏଇ ଯୋଉ ଏଣ୍ଟ୍ରାନ୍ସ ସିଷ୍ଟମ ଲାଗୁ ହବ କି? ଲାଗୁ ହେଲେ ତ ବହୁତ ହି ଭଲ। ଠିକ୍ ଅଛି, ଯଦି ସବୁ ୟୁନିଭର୍ସିଟି କହିବେ ଯେ ନାଇଁ, ଆଉ ଦେଖନ୍ତୁ NTA ତାକୁ ବା ଏଇ ଯୋଉ NCT ତାକୁ କମ୍ପଲସରି କରେଇ ପାରିବନି ଯେ ନାଇଁ ସିଏ ଆପଣଙ୍କର କେବଳ ଆଉ କେବଳ ପାରମିଶନ ଦେବ। ସିଏ କୌଣସି ଏକ୍ଜାମକୁ ଆପଣଙ୍କର ରେଗୁଲେଟ୍ କରନ୍ତି ନାହିଁ, ମନେ ରଖିବେ। NCT ସେ କେବଳ ଆଉ କେବଳ ପାରମିଶନ ଦେଇପାରିବେ। କ'ଣ ପାରମିଶନ? ନା ଯେମିତି ଆପଣଙ୍କର ସେଇ କଲେଜରେ ଆପଣଙ୍କର ଇନଫ୍ରାଷ୍ଟ୍ରକ୍ଚର ଆପଣଙ୍କର ଥିବ, ଶିକ୍ଷକମାନେ ଆପଣଙ୍କର ଥିବେ, ଶିକ୍ଷକମାନଙ୍କର କ୍ୱାଲିଫିକେସନ ଆପଣଙ୍କର ଥିବ, ପିଲାମାନଙ୍କ ପାଇଁ ବେସିକ୍ ଫ୍ୟାସିଲିଟିଜ୍ ଆପଣଙ୍କର ରହିଥିବ। ସେଇ
ସେଇ ଜିନିଷ ଗୁଡ଼ାକୁ ସେମାନେ ଆପଣଙ୍କୁ ରେଗୁଲେଟ୍ କରନ୍ତି। ଶିକ୍ଷକ ମାନେ ଯେଉଁ ଆପଏଣ୍ଟମେଣ୍ଟ ଆପଣଙ୍କର ହେଇଥିବେ, ମାନେ ଯେଉଁମାନେ ଟିଚର ଏଜୁକେଟର, ତାଙ୍କ ପାଖରେ ସେମାନେ ପ୍ରପର ୱେରେ ଆପଣଙ୍କ ନିଯୁକ୍ତ ହେଇଥିବେ, ତାଙ୍କୁ ପ୍ରପର ସାଲେରୀ ଆପଣଙ୍କର ମିଳୁଥିବ, ଏଇ ଜିନିଷ ଗୁଡ଼ା ଆପଣଙ୍କର ଏନସିଟି କରିଥାଏ। ନହେଲେ ଆପଣ ଟିକେ ଚିନ୍ତା କରନ୍ତୁ ହେଲା, ଆମର ଓଡ଼ିଶାରେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ବିଏଡ୍ ଆଡମିସନ ପାଇଁ, ଗଭର୍ଣ୍ଣମେଣ୍ଟ ବିଏଡ୍ ପାଇଁ ଏଣ୍ଟ୍ରାନ୍ସ ମାଧ୍ୟମରେ ଆପଣଙ୍କର ହେଉଛି। ଯେଉଁମାନେ ଆନ୍ଧ୍ରାରେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ବିଏଡ୍ ଆପଣଙ୍କର କରୁଛନ୍ତି, ତାଙ୍କର ବି ଏଣ୍ଟ୍ରାନ୍ସ ହେଉଛି। କିନ୍ତୁ ଯେଉଁଗୁଡ଼ା ପ୍ରାଇଭେଟ୍ ଆପଣଙ୍କର କଲେଜ ରହିଗଲେ, ତାଙ୍କର ଏଣ୍ଟ୍ରାନ୍ସ ହେଉଛି କି ନାଇଁ? ଡାଇରେକ୍ଟଲି ଆଡମିସନ ହେଉଛି କି ନାଇଁ? ହେଉଛି। ସେମ୍ ଜିନିଷ ଆପଣଙ୍କର ବୁଝାପଡ଼ୁଛି ତ? କିଛି ପରିବର୍ତ୍ତନ ଆପଣଙ୍କର ହେବାର ନାହିଁ। ଖାଲି ଏଇଟା ଆପଣଙ୍କର ପରିବର୍ତ୍ତନ ଆପଣଙ୍କର ହେବା ପାଇଁ ଯାଉଛି ଯେ ସିଟି ଏକ୍ଜାମ, ଆପଣଙ୍କ ମନରେ ପ୍ରଶ୍ନ, ସାର୍ ସିଟି ଏକ୍ଜାମ, ତାହେଲେ ଏଇ ଡାଉଟ୍ ଆପଣଙ୍କର କ୍ଲିୟର ହେଇଗଲା ତ? ଯେ ଏନଟିଏ କ'ଣ କମ୍ପଲସରି ଆପଣଙ୍କର କରିବ କି? ଓଡ଼ିଶାରେ ଆଉ ବିଏଡ୍ ଏକ୍ଜାମ ଆପଣଙ୍କର ହବନି କି? ବିଲକୁଲ ହବ। ଆମର ଏବେ ବି ପରୀକ୍ଷା ହେଉଛି, ଆଗାମୀ ଦିନ ମାନଙ୍କରେ ବି ପରୀକ୍ଷା ହବ। ଯିଏ କରିବା କଥା କରୁ। ବର୍ତ୍ତମାନ ଆପଣଙ୍କର କିଏ କରୁଛି? ଏସଏସବି ଆପଣଙ୍କର କରୁଛି। ଆଗାମୀ ଦିନରେ ଯଦି, ଆରେ ଓଡ଼ିଶାରେ ଗୋଟେ ନର୍ମାଲ ଆପଣଙ୍କର ପରୀକ୍ଷା, ଚିନ୍ତା କରନ୍ତୁ, ନର୍ମାଲି ଗୋଟେ ଆପଣଙ୍କର ବିଏଡ୍ କେତେ ପିଲା ପରୀକ୍ଷା ଦିଅନ୍ତି? ହାର୍ଡଲି 90,000 ଆପଣଙ୍କର ପିଲା ପରୀକ୍ଷା ଦିଅନ୍ତି। ଯୋଉ ଆପଣଙ୍କର ଆର୍ଆଇ ଅମିନ 5 ଲକ୍ଷ 10 ଲକ୍ଷ ପିଲା ଆପଣଙ୍କର ପରୀକ୍ଷା ଦଉଛନ୍ତି, ତାକୁ ଆପଣଙ୍କର ଏନଟିଏ କୁ ଦେଇ ପାରୁନାହାନ୍ତି, এই 90,000 ପିଲାଙ୍କ ପାଇଁ ଆପଣଙ୍କର ଏନଟିଏ କୁ ପରୀକ୍ଷା ଦେବେ? ଆପଣ ଟିକେ ଚିନ୍ତା କରିବେ ହେଲା। ତ କିଛି ବି ହେବାର ନାହିଁ। ଆମ ଓଡ଼ିଶାରେ ଯେମିତି ଆପଣଙ୍କର ବିଏଡ୍ ଆପଣଙ୍କର ପରୀକ୍ଷା ହଉଥିଲା, ସେମ୍ ଜିନିଷ ଆପଣଙ୍କର ବିଏଡ୍ ପରୀକ୍ଷା ଆପଣଙ୍କର ହବ। ଜମାରୁ ଓରିଡ୍ ହେବାର ନାହିଁ। ଯେମିତି ଯାହା ଯିଏ କରିବା କଥା ପରୀକ୍ଷା କରଉ, ଦାୟିତ୍ୱ ମୋର, ଆପଣଙ୍କୁ କ୍ୱାଲିଫାଇ କରିବାର ଦାୟିତ୍ୱ ମୋର। ଯେମିତି ହେଲେ ମୁଁ ଆପଣଙ୍କୁ କ୍ୱାଲିଫାଇ କରେଇକି ଦେବି, କିନ୍ତୁ ଆପଣଙ୍କୁ ପଢ଼ିବା ପାଇଁ ପଡ଼ିବ। ତ ଆପଣଙ୍କ ମନରେ ଯେଉଁ ଡାଉଟ୍, ସାର୍ ଆଉ ଓଡ଼ିଶାରେ କ'ଣ ବିଏଡ୍ ଏକ୍ଜାମ ହବନି, ସାର୍ ଏନଟିଏ ହିଁ ପରୀକ୍ଷା କରିବ? ଆରେ ଭାଇ, ଯିଏ କରିବା କଥା କରୁ। ମୁଁ ଆପଣଙ୍କୁ କହିଦେଲି, ଓଡ଼ିଶାରେ ତ ଏମିତି ବି ଆମର ପରୀକ୍ଷା ହେଉଛି, ସେମିତି ବି ପରୀକ୍ଷା ଆପଣଙ୍କର ହବ। ଯାହା ସିଲାବସ୍ ଅଛି ସେମ୍ ସିଲାବସ୍ ରହିବ। ଯେମିତି କ୍ୱେଶ୍ଚନ୍ ପଡ଼ୁଛି ସେମିତି ହିଁ କ୍ୱେଶ୍ଚନ୍ ପଡ଼ିବ। କିଛି ନୂଆ ଜିନିଷ ଓଡ଼ିଶାରେ ଆମର ହେବାର ନାହିଁ। ବିନ୍ଦାସ ଆପଣମାନେ ରୁହନ୍ତୁ, ଯେମିତି ପଢ଼ୁଛନ୍ତି ସେମିତି ପଢ଼ନ୍ତୁ, ପ୍ଲାନିଂ ଅନୁସାରେ ବାଇ ଡିଫଲ୍ଟ କ୍ୱାଲିଫାଇ କରିବେ। ଠିକ୍ ଅଛି। ଏବେ ସିଲାବସ୍ ଆପଣଙ୍କର 28 ଥର ଫୁଲ୍ କଭରେଜ ଆପଣଙ୍କର ଚାଲିଛି। ଦାୟିତ୍ୱ ମୋର ଆପଣଙ୍କର କ୍ୱାଲିଫାଇ କରିବାର। ଠିକ୍ ଅଛି। ନେକ୍ସଟ, ସାର୍ ସିଟି ଏକ୍ଜାମ ଆପଣଙ୍କର ଏଇ ବର୍ଷ ଆଉ ହବନି କି? ଦେଖନ୍ତୁ, ସିଟି ଏକ୍ଜାମ ଯଦି ହବ ତ ଏଇ ବର୍ଷ ଲାଷ୍ଟ ଟାଇମ୍ ପାଇଁ ଆପଣଙ୍କର ହବ, ଆଉ ନେକ୍ସଟ ଇୟର ପାଖରୁ ଆପଣଙ୍କର ହବ ନାହିଁ। ଯଦି ହବ ତ, ଆଉ ଯଦି ନ ହେଲା ଦେନ୍ ଆପଣଙ୍କର ସବୁ କଲେଜ ଗୁଡ଼ା ଆପଣଙ୍କର, ମୁଁ ଆପଣଙ୍କୁ କହିଲି ନା ଷ୍ଟାର୍ଟିଂରେ ହିଁ, ଯେ ଏଇ ଜିନିଷ ଗୁଡ଼ା ଏଇ ବର୍ଷ ପାଖରୁ ଇମ୍ପ୍ଲିମେଣ୍ଟ ହବ ନାହିଁ, 2026-27 ପାଖରୁ ଆପଣଙ୍କର ଇମ୍ପ୍ଲିମେଣ୍ଟ ହେବା ପାଇଁ ଯାଉଛି। ତେଣୁ କରିକି ଏଇ ବର୍ଷ ମେ ବି ଆପଣଙ୍କ ଲାଷ୍ଟ ଟାଇମ୍ ପାଇଁ ଆପଣଙ୍କର ସିଟି ଏକ୍ଜାମ ହେଇପାରେ, ଏବଂ ଏଇ ବର୍ଷ ଆପଣଙ୍କ ଲାଷ୍ଟ ଟାଇମ୍ ପାଇଁ ହବ। ଆଉ ନେକ୍ସଟ ଇୟର ପାଖରୁ ଆପଣଙ୍କର ସବୁ ସିଟି କଲେଜ ଗୁଡ଼ାରେ 4 ବର୍ଷିକିଆ ଆପଣଙ୍କର ବିଏଡ୍ ଆସିଯିବ। ଆଉ 4 ବର୍ଷିକିଆ ବିଏଡ୍ ଆପଣଙ୍କର କୋଉମାନେ କରିବେ? ସେଇ ସେମ୍ +2 ପିଲାମାନେ ହିଁ ଆପଣଙ୍କର କରିବେ। 4 ବର୍ଷରେ ତାଙ୍କର +3 ବି କମ୍ପ୍ଲିଟ୍ ହେଇଯିବ, ଆଉ ବିଏଡ୍ ବି ଆପଣଙ୍କର କମ୍ପ୍ଲିଟ୍ ହେଇଯିବ। ସବୁ ସିଟି କଲେଜ ଗୁଡ଼ା 4 ବର୍ଷିକିଆ ଆପଣଙ୍କର ବିଏଡ୍ ହେଇଯିବ। ଠିକ୍ ଅଛି, ବୁଝିପାରିଲେ? ନେକ୍ସଟ ନେକ୍ସଟ ଆପଣଙ୍କର ସାର୍ ପାର୍ଟ ଟାଇମ୍ ଆପଣଙ୍କର ବିଏଡ୍ କହିଲେ କ'ଣ? ସାର୍ ଆଜି ତ ପେପରରେ ବାହାରିଛି, ଆପଣ ଦେଖିପାରୁଥିବେ ଯେ ଆଜିର ପେପରରେ ଆପଣଙ୍କର ବାହାରିଛି କ'ଣ ନା 2026ରୁ, ଏଇ ବର୍ଷ ପାଖରୁ ଲେଖା ହେଇଛି କି? ଲେଖା ହେଇନି। ଆଗାମୀ ବର୍ଷ ପାଖରୁ ଆପଣଙ୍କର ପାର୍ଟ ଟାଇମ୍ ବିଏଡ୍, ପାର୍ଟ ଟାଇମ୍ ଏମଏଡ୍। ତ ପାର୍ଟ ଟାଇମ୍ ବିଏଡ୍ ସାର୍ କ'ଣ, ପାର୍ଟ ଟାଇମ୍ ଏମଏଡ୍ କ'ଣ, ମୁଁ ଆପଣଙ୍କୁ ଦେଖନ୍ତୁ କହୁଛି। 2026 ପାଖରୁ ଆପଣଙ୍କର କ'ଣ ହବ ନା, ମାନେ ଏଇ ବର୍ଷ ନୁହେଁ, ନେକ୍ସଟ ଇୟର ପାଖରୁ କ'ଣ ହବ ନା, 2 ବର୍ଷିକିଆ ଆପଣଙ୍କର ବିଏଡ୍ ଅଛି। 2 ବର୍ଷିକିଆ ବିଏଡ୍ କିଏ କରିପାରିବେ? ଯିଏ +3 ଆପଣଙ୍କର ପାସ୍ କରିଛନ୍ତି ସେମାନେ କରିବେ। 1 ବର୍ଷିକିଆ ବିଏଡ୍ ଆପଣଙ୍କର କୋଉମାନେ କରିପାରିବେ? ଯିଏ ପିଜି ଆପଣଙ୍କର ପାସ୍ କରିଛନ୍ତି କିମ୍ବା ପିଜି ଫାଇନାଲ ଇୟର ଥିବେ। ଆଉ 4 ବର୍ଷିକିଆ ବିଏଡ୍ ଆପଣଙ୍କର କୋଉମାନେ କରିପାରିବେ? ଯିଏ +2 ଆପଣଙ୍କର ପାସ୍ କରିଛନ୍ତି। ଠିକ୍ ଅଛି। ସେମିତି 1 ବର୍ଷିକିଆ ଏମଏଡ୍ ଆପଣଙ୍କର ରହିବ, ଏବଂ 2 ବର୍ଷିକିଆ ଆପଣଙ୍କର ଏମଏଡ୍ ରହିବ ହେଲା। ଏବେ ପାର୍ଟ ଟାଇମ୍ କ'ଣ ଆଉ ଫୁଲ୍ ଟାଇମ୍ କ'ଣ, ତା ସମ୍ପର୍କରେ କହୁଛି। ଫୁଲ୍ ଟାଇମ୍ ମାନେ ଯେଉଁମାନଙ୍କୁ ରେଗୁଲାରଲି ଆପଣଙ୍କର କଲେଜକୁ ଯିବା ପାଇଁ ପଡ଼ିବ, ତାକୁ ଫୁଲ୍ ଟାଇମ୍ ବୋଲି ଆପଣଙ୍କର କୁହାଯାଏ। ମାନେ କଲେଜକୁ ଯାଇକି ପଢ଼ିବା ପାଇଁ ପଡ଼ିବ, ତାକୁ ଫୁଲ୍ ଟାଇମ୍ ବୋଲି କୁହାଯାଏ। ଆଉ ପାର୍ଟ ଟାଇମ୍ ଆପଣଙ୍କର କହିଲେ କ'ଣ, ଯେଉଁଠି କଲେଜକୁ ଆପଣଙ୍କୁ ଯିବାକୁ ପଡ଼ିବନି, ଖାଲି ପରୀକ୍ଷା ଦେବା ପାଇଁ ଆପଣ ଯିବେ। ଯେମିତି ଆମର ଇଗ୍ନୁରେ ଯଦି ଆପଣ ବିଏଡ୍ ଆପଣଙ୍କର କରୁଛନ୍ତି, ଇଗ୍ନୁ ବିଏଡ୍, ଏବେ ଇଗ୍ନୁ ବିଏଡ୍ କେତେ ବର୍ଷିକିଆ? 2 ବର୍ଷିକିଆ ଆପଣଙ୍କର ଅଟେ, ରାଇଟ୍? ତ ଇଗ୍ନୁ ବିଏଡ୍ ଆପଣମାନେ ଯେଉଁ କରୁଛନ୍ତି, ଏଥିରେ ଆପଣଙ୍କୁ କଲେଜକୁ ଯିବାକୁ ପଡ଼ୁଛି କି? ବିଲକୁଲ ନାହିଁ। କେବଳ ଆପଣ ପରୀକ୍ଷା ଦେବା ପାଇଁ ଆପଣଙ୍କର ଯାଆନ୍ତି। ତ ଏଇ ଯେଉଁ ଇଗ୍ନୁ ବିଏଡ୍, ଏଇଟା ହେଉଛି ଆପଣଙ୍କର ପାର୍ଟ ଟାଇମ୍ ବିଏଡ୍। ଏବେ ଇଗ୍ନୁରେ ବର୍ତ୍ତମାନ 2 ବର୍ଷିକିଆ ବିଏଡ୍ ଅଛି। 2 ବର୍ଷିକିଆ ବିଏଡ୍ କୋଉମାନେ କରିପାରୁଛନ୍ତି? ଯିଏ +3 ବି କମ୍ପ୍ଲିଟ୍ କରିଥିବ,
आउ सिटी भी आपणकर कंप्लीट करिथिबो से इग्नू बीएड आपणकर करि पारुछि किंतु नेक्स्ट ईयर पाखरु कोन हे जिवो ना इग्नू रे आपणकर इग्नू रे 1 ईयर बीएड मध्ये आपणकर आसी जिवो 1 ईयर बीएड आपणकर इग्नू रे नेक्स्ट ईयर पाखरु आपणकर आसी जिवो ठीक अछि तो एथिरे आपणकर कोन हबो ना आपण माने सर को माने करि परिबे सेम तो आपणकर हुए तो सेही समय रे सी वर्तमान तो गाइडलाइन +3 आउ सिटी पिलांकर रहिछि तो 1 ईयर बीएड आपणकर पीजी पिला माने करि पारे पीजी जो माने करिथिबे आ जे सिटी मागी देला तो असुविधा सेतेबे सिटी हुए तो मागी पारे मागी न पारे तो 1 ईयर बीएड ए जो आपण माने करिवे एटा पार्ट टाइम आपणकर बीएड आपण मानकर सेम जिंस जेमिति 1 ईयर एमएड आपणकर 1 ईयर एमएड होची एटा होची फुल टाइम किंतु 2 ईयर एमएड आपणकर पार्ट टाइम आपणकर अटे तो जो माने सर्विस रे अछंती वर्तमान देखो जो माने चाकरी बाकरी करूछंती से माने आउ एमएड करि पारबे कि काहे ना डिस्टेंस मोड रे एमएड आपणको नथिला तो एई वर्ष माने नेक्स्ट ईयर पाखरु आपणकर 1 ईयर एमएड आसी जिवो और 2 ईयर पार्ट टाइम एमएड तो जो माने भी चाकरी करूछंती गवर्नमेंट रे से माने आपणकर आराम से इजिली आपणकर करि पारिबे 2 वर्षिकिया एमएड इन सर्विस रे कोनोसी भी कॉलेज को जिवाको पड़िबोनी खाली आपण माने कोन करिवे ना एंट्रांस रे किंतु क्वालिफाई करिवे एंट्रांस सिस्टम बहुत ही भलो माने बहुत ही भलो एंट्रांस दियंतु क्वालिफाई करंतु और आपण माने एडमिशन करंतु किंतु मु आपण को जेमति कहली गवर्नमेंट सीट गुडारे सबु जगह रे जेतकी भी भारत रे सबु राज्य रे गवर्नमेंट सीट पई एंट्रांस कंपलसरी होउची गवर्नमेंट पई ठीक अछि आउ सीयूईटी रे मध्ये मैक्सिमम कॉलेज गुडा पार्टिसिपेट भी करूछंती तो किछि भी नुवा जिंस आपनकर एथिरे हेबार नै खाली ए जो पार्ट टाइम फुल टाइम आपनको जो रहिला आ आपण माने कहबे सर प्राइवेट बीएड रे तो प्राइवेट बीएड रे एंट्रांस सिस्टम गवर्नमेंट रो सीट पई आसुची आ प्राइवेट सीट पई आपनकर किछि हेबार नै ठीक अछि बुझा पड़ला तेन करे एला जिंस आपनकर आशा करी सबु डाउट्स आपनकर मो क्लियर कर देछि आपनकर तो सबु जिंस गुडा मु आपनको कहिदेली जे किछि आपनकर बंद हेबार नै खाली नुवा जिंस आपनकर इम्प्लीमेंट होउची तो सर ए जो एनसीटी रो नुवा गाइडलाइन रे आपनकर कोन हबो एथिरे माने कोन पई आनिछंती एथिरे कुहा जाइछि जे जेतकी भी कॉलेज को आपनकर परमिशन दिया हेछि सिटी हो बीएड हो सेमानकु पुणी आउ थरे अप्लाई करिया पई कुहा हेछि एई सब जदी कोर्स तांको कॉलेज मानकर आनिबा पई सेमने चाहुचंती धरा जो गोटे कॉलेज आपनकर गोटे यूनिवर्सिटी चाहूची जे तांको जगह रे तांको पाखरे भी 1 ईयर बीएड आसु आपनकर पार्ट टाइम बीएड आसु देन तांको आउ थरे अप्लाई करिया पई पड़िबो तापरे एनसीटी परमिशन दबो आ एनसीटी परमिशन देला परे जाई कि सेही कॉलेज मानकर सेही सब कोर्स मानकर एडमिशन करा जाई पारिबो एटा हो जिंस ठीक अछि थैंक यू जय जगन्नाथ धन्यवाद काइंडली आपण माने प्लानिंग अनुसार पढ़ंतु बहुत इजीली क्वालिफाई